ଆମେ ପଢ଼ିଛୁ ଶ୍ରୀ ଅରବିନ୍ଦ ଆଣ୍ଡ ହିଜ୍ ସ୍କୁଲ। ନଳିନ୍ଦାଙ୍କର ଏ ଲେଖା ଏଥିରେ କ'ଣ ହେଇଛି ନା, ଯେତେବେଳେ ଶ୍ରୀ ଅରବିନ୍ଦ କଲିକତା ଛାଡ଼ିକିରି ଆସିଲେ ପଣ୍ଡିଚେରୀ ଚନ୍ଦନନଗର ଦେଇକିରି, ସେତେବେଳେ ତାଙ୍କ ନାଁରେ ବିଭିନ୍ନ ଗୁଜବ ସବୁ ପ୍ରଚାରିତ ହେଉଥିଲା। ଗୋଟେ ଗୁଜବ ତ ଆମେ ଆରଥର କଥାବାର୍ତ୍ତା କରିଛୁ ଯେ କେମିତି ସେ ତିବ୍ବତର କୌଣସି ଲାମାଙ୍କ ସାଙ୍ଗରେ ଥିଲେ, ତାଙ୍କୁ ଇନଷ୍ଟ୍ରକ୍ସନ୍ ନେଉଥିଲେ, କେତେ କ'ଣ ସବୁ ଗୁଜବ ସବୁ ଆସିଥିଲା। ସେମାନେ ଆସିଲା ବେଳେ ଏଠି ଶାରଦା ଦେବୀଙ୍କୁ ଦେଖା କରିକି ଆସିଥିଲେ, ବେଲୁର ମଠ ଯାଇଥିଲେ, ସବୁ ହେଉଛି ମିଛ। ସେ ମଧ୍ୟ ପରେ ସବୁଗୁଡ଼ାକ ଲେଖିଛନ୍ତି ଗୋଟେ ପରେ ଗୋଟେ, ଏହାର ସତ୍ୟତା କିଛି ନାହିଁ। ତାପରେ ବି ପୁଣି ପଣ୍ଡିଚେରୀ ପହଞ୍ଚିଲା ପରେ ସେ ଧ୍ୟାନ ପ୍ରାଣାୟାମ ଜପ ଏସବୁରେ ସମୟ ଚାଲି ଯାଇଥିଲା ତାଙ୍କର, ଆଉ କେଉଁ କଥା ବୁଝୁନଥିଲେ। ଇଏ ବି ଆଉ ଏକ କଥା କହୁଛନ୍ତି, ଦିସ୍ ମଚ୍ as regards what ଶ୍ରୀଅରବିନ୍ଦ is not doing। ଶ୍ରୀଅରବିନ୍ଦ କ'ଣ କରୁନଥିଲେ, ଶ୍ରୀଅରବିନ୍ଦ କରୁଥିଲେ ବୋଲି ଲେଖା ହେଇଛି, ସେଇ ହିଁ କଥା। Let us now try to understand what he is doing। ଏ କ'ଣ କରୁନଥିଲେ ତ କୁହାଗଲା, କ'ଣ କରୁଛନ୍ତି ସେଇ ବିଷୟଟା ଜାଣିବା କଥା। The distinguished man of action speaks of conquering nature and fighting her। ଯେ ଯେଉଁ ଯିଏ କାର୍ଯ୍ୟର ପ୍ରଭୁ, କାର୍ଯ୍ୟକର୍ତ୍ତା, ଯେ ସକଳ କାର୍ଯ୍ୟର ମୂଳ ଉତ୍ସ, ଯେତେବେଳେ ଥିଲେ ପଲିଟିକାଲ ଫିଲ୍ଡରେ ଶ୍ରୀଅରବିନ୍ଦ ତାହା ହିଁ ଥିଲେ। ସବୁ କାର୍ଯ୍ୟକ୍ରମ ତାଙ୍କୁ ରେଫର କରି କରାହେଉଥିଲା। ସେ ପ୍ରକୃତି ଉପରେ ବିଜୟ ହାସଲ ପାଇଁ କ'ଣ କରୁଛନ୍ତି ଶୁଣ। Adopting this warlike imagery, we can affirm that ଶ୍ରୀଅରବିନ୍ଦ work is just such a battle and conquest। ଯେମିତି ଏକ ବିଶାଳ ଯୁଦ୍ଧରେ ସେ ଅଂଶଗ୍ରହଣ କରିଛନ୍ତି, ଏବଂ ସେ ଏକ କମ୍ ଯୁଦ୍ଧ ନୁହେଁ। ପ୍ରକୃତି ବା ଶହ ଶହ ବର୍ଷ ଧରିକିରି ଯେଉଁ ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ଧରି ଯେଉଁ ଅଭ୍ୟାସ ରହିଆସିଛି ପୃଥିବୀରେ, ଯେଉଁ ପ୍ରକୃତିର, ସେ ତାକୁ ଓଭରକମ୍ କରିବା ପାଇଁ ସେ ଚେଷ୍ଟା କରୁଛନ୍ତି। ସାଧାରଣ ଭାବରେ ଯାହା କୁହାଯାଏ ତାହା ହିଁ ସେ କରୁଛନ୍ତି, ଯେ ପ୍ରକୃତି ବିରୁଦ୍ଧରେ ଯିବା ପାଇଁ। ସେ ଫେମସ୍ କଥା ଅଛି, କ'ଣ ହେଇଛି ନା, ବୁଦ୍ଧଦେବ ଯେଉଁ କେତେ ଗୁଡ଼ାଏ କାରଣ ପାଇଁ ସଂସାର ତ୍ୟାଗ କରିଥିଲେ ଦେଖିକିରି। ପ୍ରଥମ ହେଉଛି ଗୋଟେ ବୁଢ଼ା ଲୋକ ଦେଖିଲେ, ରୋଗୀ ଦେଖିଲେ, ଶବ ଗୋଟେ ଦେଖିଲେ। ତିନିଟା ଦେଖିଲା ପରେ ଯେତେବେଳେ ସନ୍ନ୍ୟାସୀଙ୍କୁ ଦେଖିଲେ, ସେ କହିଲେ ଏ ହେଉଛି ବାଟ। କାରଣ ସବୁ ଲୋକ ନିଶ୍ଚୟ ବୟସ ଅଧିକା ହେବ, ବୁଢ଼ା ହେବେ, ରୋଗଗ୍ରସ୍ତ ହେବେ, ମରିବେ, କେଉଁ ଲୋକ ଅମର ହେଇ ରହିବନି। ଆଉ ଏଇ ତ ଆରମ୍ଭରୁ ତ ଏଇ ଯନ୍ତ୍ରଣା ରହିଛି, ଯନ୍ତ୍ରଣାରେ ସଂସାର ରହିବ କାହିଁକି? ସେଥିପାଇଁ ସଂସାର ତ୍ୟାଗ କରିବା ଭଲ। ସନ୍ନ୍ୟାସୀ ହେଉଛନ୍ତି ସେଇ ବାଟ। ଶ୍ରୀଅରବିନ୍ଦ ଏସବୁ, ବୁଦ୍ଧଦେବ ଯେଉଁ କାରଣ ସକାଶେ ସଂସାର ତ୍ୟାଗ କରିଥିଲେ, ସେ କାରଣ ଏପର୍ଯ୍ୟନ୍ତ ମଧ୍ୟ ରହିଛି। ଏପର୍ଯ୍ୟନ୍ତ ଲୋକ ବୟସ ହେଉଛି, ମରୁଛନ୍ତି, ବୁଢ଼ା ହେଉଛନ୍ତି, ସବୁ ହେଉଛି। ଶ୍ରୀଅରବିନ୍ଦ ଏଇ ଯେଉଁ ପ୍ରକୃତିର ନିୟମ, ତା ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ। ଶ୍ରୀଅରବିନ୍ଦ work is just such a battle and conquest, but the question is what is nature and what is the kind of conquest that is sought। ପ୍ରଶ୍ନ ହେଉଛି ପ୍ରକୃତି କ'ଣ, କେଉଁ ରକମ ବିଜୟ ଶ୍ରୀଅରବିନ୍ଦ ଚାହୁଁଛନ୍ତି। ହାଉ ଆର୍ ୟୁ ଟୁ ଫାଇଟ୍, ହ୍ୱାଟ୍ ଆର୍ ଦ ରିକ୍ୱାର୍ଡ ଏମ୍ସ ଆଣ୍ଡ ଇମ୍ପ୍ଲିମେଣ୍ଟ। କେମିତି ଆମେ ଯୁଦ୍ଧ କରିବୁ ଏ ପ୍ରକୃତି ବିରୁଦ୍ଧରେ, ଅସ୍ତ୍ରଶସ୍ତ୍ର କ'ଣ ସବୁ ଅଛି। ଏ ଗୁଡ୍ ଜେନେରାଲ ସୁଡ୍ ଫୋର୍ସି ଅଲ୍ ଦିସ୍। ଯୁଦ୍ଧରେ ଯେ କର୍ତ୍ତା ହେବ, ଯେ କ୍ୟାପ୍ଟେନ୍ ହେବ, ସେ ଏସବୁ ଜିନିଷ ଜାଣିବା ଉଚିତ। ଫ୍ରେମ୍ ହିଜ୍ ପ୍ଲାନ୍ ଅଫ୍ କ୍ୟାମ୍ପେନ୍ ଆକର୍ଡିଂ ଟୁ ଦେନ୍ ଓନ୍ଲି ଟେକ୍ ଦ ଫିଲ୍ଡ। ନିଜକୁ ସଜ୍ଜିତ କରିବ ଯୁଦ୍ଧ ଅନୁସାରେ, ଅସ୍ତ୍ରଶସ୍ତ୍ର ଅନୁସାରେ ସଜ୍ଜିତ କରିବ, ତାପରେ ସେ କାର୍ଯ୍ୟ କରିବାକୁ ଆରମ୍ଭ କରିବ। ଦି ଏଭୋଭ୍ ମେନସନ୍ଡ ଲିଡର ପ୍ରପୋଜେସ୍ ସିଜଲେସ୍ ଆଣ୍ଡ ଅନସେଲଫିସ୍ ଆକ୍ସନ୍। ଯେଉଁ ବିଷୟ, ଯେଉଁ କ୍ୟାପ୍ଟେନ୍ ଯେ ଯୁଦ୍ଧର, ସେ କହୁଛନ୍ତି ଯେ ଏ କାର୍ଯ୍ୟ ଚାଲିଥିବ, କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱାର୍ଥବିହୀନ କାର୍ଯ୍ୟ ହେବ। as the way to fight and conquer nature। ଯଦି ପ୍ରକୃତି ବିରୁଦ୍ଧରେ ଆମେ ଯୁଦ୍ଧ କରିବାକୁ ଚାହୁଁ, ତାପରେ ବିଜୟ ହାସଲ କରିବାକୁ ଚାହୁଁ, ଏ କାର୍ଯ୍ୟ ଚାଲିଥିବ, କନଷ୍ଟାଣ୍ଟଲି ଚାଲିଥିବ, ଏଥିରେ ବ୍ୟକ୍ତିଗତ ସ୍ୱାର୍ଥ କିଛି ନଥିବ। he who speaks thus does not know and cannot mean what he says। ଯେ ଏମିତି କହନ୍ତି, ସେ ବୁଝିପାରନ୍ତିନି କ'ଣ ସେ କହୁଛନ୍ତି ପ୍ରାୟ। ଆଚ୍ଛା, ଇଏ କ'ଣ ହେଉଛି ନା, ପ୍ରକୃତିର ଗୋଟେ ଗତିଧାରା ରହିଛି।
आम गतिधारा एक्चुअली केमती बुझीपारुनु केमती कारण हूँ आम ता भितर रही प्रकृतिर कार्य भितर सबुठ बड़ ऑब्स्टेकल इट नॉट आउट ऑफ द वे कहूँ आम मन नहीं भावुँ आम ये चिंता करुचु ये बहुत बड़ ऑब्स्टेकल कारण आम जो अवस्था प्रथम बाहरी आसबू से बाहरी आसवा अवस्था हूँ आम चिंतार बाहरी आसू वी कैन वर्क विदाउट थॉट आम चिंता न करके काम कर आउ एक इंस्पिरेशन आउ एक इन्फ्लुएंस आउ एक चेतना रही काम कर किंतु इज मेकानिकल प्रोसेस ऑफ थिंकिंग एंड वर्किंग ये हूँ स्लेवरी गोटे यू बाहरी आसको पड़ो इन्हें हम पढ़ा कौन कहते यूरोपियन साइंस इज कंकरिंग नेचर इन ए वे पाश्चात्य वैज्ञानिक मान विज्ञान कौन कर प्रकृति विरुद्ध युद्ध घोषणा कर गोटे रकम अख्तियार आसा चेष्टा कर It has attained to a certain kind and measure in some fields a great measure control and conquer. केते क्षेत्र रे से कौन करछि युद्ध करछि जय लाभ करछि आ बेस प्रकृति पर कंट्रोल आनछि को क्षेत्र रे बेस भी जय लाभ बेस होछि but however great or striking it may be in its own performance it does not touch man in his more intimate and reality and does not bring about any true change in his destiny and his being जिते जोरे जिते शीघ्र बा भयंकर युद्ध होना कहीं एवं ता निज क्षेत्र में जिते आगे आगे जाऊना कहीं किंतु प्रकृत जो प्रकृतिर जो प्रकृत क्षेत्र ताको से स्पर्श कर पारुनी एटा गोटे कथा कारण आम समस्ते गोटे को जगार चुपचाप हो जावा जिते बड़े मृत्यु विषय उठ मृत्यु एगेन्स्ट बुद्धत्व आसो बुद्धत्व को किसी परिमाण जय कराई मृत्यु आसो मृत्यु पर किसी कहुई पारे मृत्यु मृत्यु तो एमती अलमोस्ट इनेविटेबल कन्सिक्वेन्स जी जन्म हम से मर टे भी सन्देह नहीं तापर किसी पारे शिवलिंग को पचराई मन करते जड़े साइंस जो अग्रगति करुच्ची मन करते मृत्यु पर विजय हासिल कौन हम शिवलिंग कहले कौन हम गोटे शरीर को बहुत दिन धरी रखा सी गोटे बाध्यबाधकता हम तापर एक्चुअली विजय आसबनी जमा गोटे मन कर जन को कहुजे तू अमर हब बोली सी अमर तो बड़ मनकर पाईगला ताने शरीर रहा आज इट इज किंतु जदि चेतनार अग्रगति न हो शरीर रहा आज इट इज ताहले किसी लाभ हेनी ये जंत्रणा हम ये किंतु आम केतबेले कथा स्पष्ट बुझा दरकार बहु व्यक्ति अच्छा आम तो देखु 200-250 वर्षर लोक आम देखु किंतु बहु व्यक्ति अच्छा जो मैंने 100 वर्ष धरी बंची हिमालय बहुत व्यक्ति अच्छा जो मैंने 100 वर्ष धरिकी बंचते आम जनकर गोटे कहानी नवजित बाहर पढ़ुलू एटा हिंदी कल्याण पत्रिका ट्रांसलेट दिखाई से कहते महाभारत समय साधु सन्यासी मैंने अच्छा देखाई सब किंतु इट इज नॉट ए रेस आम श्रीरंग कथा को भल बुझा इट इज नॉट ए रेस इट इज इंडिविजुअल जड़े शरीर अमृत लाभ कर बहु वर्ष बंची नॉट ए रेस रेस माने कौन गोटे जाति जातिर भित्ति कौन हम भित्ति को बाटे हम ना प्रथम हूँ आम जो आम मरुचु कहीं प्रथम कथा हूँ अमृतर चेतना आम पाखे ना यहाँ हूँ फास्ट स्टेप आम जो आम देखुचु आम जो भाव में बंचीचु जहाँ करुचु से मृत्यु हूँ अवसंभावी वस्तु ए टिके भी सन्देह नहीं जो जमती पशु पर मनीष आसी मनीषर अनेक गुड़े घटना पशु पाखे ना जहाँपर मनुष्य जीवन इज मोर परफेक्ट देन एनिमल लाइफ ठीक पशु एवं मनुष्य भितर किसी वस्तु रही जहाँ एपर्यंत प्रकाश है जहाँ अमृत आड़ को नहीं कौन से वस्तु रही ना मनुष्य भितर आत्मा रही आत्मा जदि आत्मा निजस्व स्वरूप अमर ता मान हूँ जिते जड़े आत्मा सम्मुखें आसे संपर्क आसे ता भर अनुभव हुए से हूँ अमर बोली कारण
ମୁଁ ବୋଲି କହିଲେ ଆମେ ଯେମିତି ଶରୀର ପ୍ରାଣ ମନକୁ ବୁଝଉଛୁ, ମୁଁ ବୋଲି କହିଲେ ଆତ୍ମାକୁ ହିଁ ବୁଝାଇବ ଏବଂ ଆତ୍ମାର ଅନୁଭୂତି ନିଜର ଅନୁଭୂତି ଭଳିଆ ଲାଗିବ, ନିଜେ ଆତ୍ମା ଭଳିଆ ମନେ ହେବ। ନିଜେ ଯଦି ଆତ୍ମା ଭଳିଆ ମନେ ହେବ, ଅମୃତ ସ୍ୱାଭାବିକ ରୂପେ ନିଜ ଭିତରେ ଆସିବ। ଏଇ ଅମୃତ ଚେତନାରେ ଆସେ, ସ୍ଥୂଳ ଶରୀରରେ ଆସେ କି? ଏବେ ଗୋଟେ ଜାଗାରେ ପଢ଼ୁଥିଲି, ସେ କହୁଛନ୍ତି ଯେ କେମିତି ହେଉଛି ନା, ମନେ କରନ୍ତୁ ଚେତନାରେ ମନ ପ୍ରାଣରେ ଅମୃତ ଆସେ। ଯେତେବେଳେ ପ୍ରାଣରେ ପ୍ରାଣ ଇନର ଭାଇଟାଲରେ ଚୈତ୍ୟ ପୁରୁଷର ଅନୁଭବ ଆସିବ ଏବଂ ସେତେବେଳେ ବ୍ୟକ୍ତି ଅନୁଭବ କରିବ ଯେ ସେ ଅମର ବୋଲି। ଏଇ ଅମରତ୍ୱ କିନ୍ତୁ ସ୍ଥୂଳ ଶରୀରକୁ ସ୍ପର୍ଶ କରିନଥିବ। ସ୍ଥୂଳ ଶରୀରକୁ ସ୍ପର୍ଶ କରିନଥିବ। ଯେତେ ସେ କାମ ମା କରୁଥିଲେ, ମା ସେ କାମ କରୁଥିଲେ ଯେ କ'ଣ ହେଉଛି ନା, ଅନୁଭବ ହେଉଛି ଯେ ଯେଉଁ ଅଂଶ ଅନୁଭବ ହେଉଛି ଯେ ମୁଁ ଅମର ବୋଲି, ସାଧାରଣ ନର୍ମାଲ ଚେତନାରେ ଅନୁଭବ ଯଦି ଚୈତ୍ୟ ପୁରୁଷ କଣ୍ଟାକ୍ଟରେ ଆସିବ, ଶିକ୍ଷା ବହିରେ ଚୈତ୍ୟ ଆଧ୍ୟାତ୍ମିକ ଶିକ୍ଷାରେ ଆରମ୍ଭ କରାହେଇଛି ସେୟା ଯେ ତୁମେ ହଠାତ୍ ଭିତର ଦ୍ୱାର ଖୋଲିଯିବ, ତମେ ଦେଖିବ ଯେ ତମେ ଥିଲ, ରହିଛ, ରହିବ ବୋଲି। ତମର ବାହାର ଶରୀର କେବଳ ନଷ୍ଟ ହୁଏ, ତମର ଆଉ କିଛି ନଷ୍ଟ ହୁଏନି। ଏଇଠୁ ହେଲା ଅମୃତର କାହାଣୀ ଆରମ୍ଭ। ଅମୃତର କାହାଣୀ ଆରମ୍ଭ ଜଣେ ଯେତେବେଳେ ରିଅଲାଇଜ୍ କରୁଛି ନିଜର ସାଇକିକ୍ ବିଙ୍ଗ, ଚୈତ୍ୟ ପୁରୁଷକୁ ରିଅଲାଇଜ୍ କରୁଛି, ସେଇଠୁ ଅମୃତର କାହାଣୀ ଆରମ୍ଭ ହେଉଛି। ଏ ଅମୃତ କାହାଣୀ ଲମ୍ବା କାହାଣୀ, କିନ୍ତୁ ଏଇଠୁ ଷ୍ଟାର୍ଟ ହେଉଛି। କଥା ହେଉଛି ଏଇ ଅନୁଭବ ଯେତେବେଳେ ପ୍ରାଣରେ ଆସିବ, ପ୍ରାଣ ଯେହେତୁ ଶରୀର ଭିତରେ ରହିଛି, ସେ ମଧ୍ୟ ଅନୁଭବ କରିବାକୁ ଚେଷ୍ଟା କରିବ ଯେ ସେ ହେଉଛି ଅମର ବୋଲି, ଅମୃତ ଅନୁଭବ ଆସିବ। କିନ୍ତୁ ଏହା ସ୍ଥୂଳ ଶରୀରକୁ ସ୍ପର୍ଶ କରେନି। ସ୍ଥୂଳ ଶରୀର, କାରଣ ଏଇସବୁ ଜିନିଷ ମିଳିନି ବୋଲି ଆମେ ସେ ଆଡ଼କୁ ମୂଳରୁ ଯାଉନୁ, ସେ ସାଇଡ଼୍ଟା। କିନ୍ତୁ ଯେତେବେଳେ ବ୍ୟକ୍ତି ମାଙ୍କୁ ଡାକିବ, ଯେତେବେଳେ ଜପ କରାଯାଉଛି, ଜପ ଯେତେବେଳେ ସ୍ଥୂଳ ଶରୀରରେ ହେବ, ସେତେବେଳେ ଜିନିଷ ଡିଫରେଣ୍ଟ ହେବ ମନ ପ୍ରାଣରେ ଜପକୁ। କିନ୍ତୁ ସେଇ ଜାଗାରେ ଅମୃତ ଯଦି ଅନୁଭବ ଆସିବ, ସେ ଅମୃତ ସ୍ଥୂଳ ଅମୃତ କେବେ ନୁହେଁ। ସେ ସ୍ଥୂଳ ଅମୃତ ଅଲଗା, ସ୍ଥୂଳ ଅମୃତ ବହୁତ ଅଲଗା। କିନ୍ତୁ ଏଇ ଆଡ଼କୁ ଆମେ ଯାଉଛୁ, ଆମେ ଧୀରେ ଧୀରେ ଏଇ ଆଡ଼କୁ ଯାଉଛୁ ଯେ ଏବଂ ତା ଫଳରେ କେତେବେଳେ ଜିନିଷ ମଧ୍ୟ ଦେଖାଦେବ। ସେ ଜିନିଷ ହେଉଛି ଯେ ଆମେ ଯେଉଁ ଗ୍ରୁପ୍ରେ ବାସ କରୁଛୁ, ଯେଉଁ ଗୋଟେ ଗ୍ରୁପ୍ରେ ବାସ କରୁଛୁ, ସେ ଗ୍ରୁପ୍ର ଟର୍ନ କୁଆଡ଼େ, ଯଦି ସେଇଥିପାଇଁ ପାଠ୍ୟକ୍ରମ କରାହେଉଛି, ସେମିନାର କରାହେଉଛି, ବହି ପଢ଼ା ହେଉଛି, କେତେ କ'ଣ କରାହେଉଛି, କେଉଁ ସକାଶେ ନା କଲେକ୍ଟିଭ୍ ଚେଞ୍ଜରେ ଗୋଟେ ଫାର୍ଷ୍ଟ ଷ୍ଟେପ୍ ନେବା ପାଇଁ। କଲେକ୍ଟିଭ୍ ଲାଇଫ୍ରେ, ସାମୂହିକ ଜୀବନରେ ଗୋଟେ ପ୍ରଥମ ପଦକ୍ଷେପ ନେଇଯିବ ସେ, ଏବଂ ସେମାନେ ଆଗ ସ୍ୱୀକାର କରନ୍ତୁ ଯେ ଶ୍ରୀମନ୍ଦ ଯାହା କହୁଛନ୍ତି ଠିକ୍ ବୋଲି ବା ଗ୍ରହଣଯୋଗ୍ୟ ବୋଲି। ଶ୍ରୀମନ୍ଦଙ୍କ କଥା, ମାଆଙ୍କ କଥା ଗୋଟେ ନୂଆ ବିପ୍ଳବ, ତ ପୁରା କମ୍ପ୍ଲିଟଲି ରିଭଲ୍ୟୁସନାଇଜ୍ ସବୁକିଛି। ଏ କଥାଟା ସ୍ୱୀକାର କରିବା ପାଇଁ ଆମେ ପାଠ୍ୟକ୍ରମ କରୁଛୁ, ସମ୍ମିଳନୀ କରୁଛୁ, ସେମିନାର କରୁଛୁ, କେତେ କ'ଣ ସବୁ ଦିଗରୁ ଚେଷ୍ଟା କରାହେଉଛି ଜଷ୍ଟ ଶ୍ରୀମନ୍ଦ ମାଆଙ୍କର କଥା ଏଣ୍ଟର କରିବ ଲୋକଙ୍କ ଭିତରେ। ସେଇଟା ଏଣ୍ଟର କଲେ ଯେଉଁମାନେ ସାଧନା କରୁଥିବେ ସେମାନଙ୍କୁ ବଡ଼ ସାହାଯ୍ୟ ହେବ। ଯେତେବେଳେ କଲେକ୍ଟିଭ୍ ଲାଇଫ୍ରେ ଏଇଟା ବିଷୟ ପ୍ରୟୋଗ କରାଯିବ ବା ଅନୁଭବ ଆସିବ, ବହୁ ବ୍ୟକ୍ତି ମା ଶ୍ରୀମନ୍ଦଙ୍କୁ ଆକ୍ସେପ୍ଟ କରିବେ। ଆକ୍ସେପ୍ଟ କଲେ ତାଙ୍କ ଥଟ୍ସ ବି ଆକ୍ସେପ୍ଟ କରିବେ, ମା ଶ୍ରୀମନ୍ଦଙ୍କ ସିଦ୍ଧାନ୍ତକୁ ବି ଆକ୍ସେପ୍ଟ କରିବେ। ତାମାନେ ଇଟ୍ ଇଜ୍ ଏ ଷ୍ଟେପ୍ ଇନ୍ ଦ କଲେକ୍ଟିଭ୍ ଲାଇଫ୍। ସାମଗ୍ରିକ ଜୀବନରେ ଗୋଟେ ପଦକ୍ଷେପ ନେଇଯିବ। ଏ କମ୍ କଥା ନୁହେଁ। ସେଇ ସକାଶେ ଆମେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆମେ କହୁଛୁ ଯେ କିଛି ହେଉନି। ଆରେ ପର୍ପସ୍ଟା ହଠାତ୍ ଗୋଟେ ସୁଇଚ୍ ଟିପିଲେ ଆଲୁଅ ଜଳିବ ଏମିତି ନୁହେଁ। ପର୍ପସ୍ଟା କ'ଣ ହେଉଛି ନା, ଯେଉଁମାନେ ଗ୍ରୋଇଂ ସୋଲ୍ସ, ଯେଉଁ ଆତ୍ମାମାନେ ଜନ୍ମଗ୍ରହଣ କରିଛନ୍ତି ଏବଂ ସେମାନେ ଆସୁଛନ୍ତି ଏଇ ସମୟରେ, ଏବଂ ଏହି ସମୟରେ ଯଦି ପରିବେଶ ଠିକ୍ ରୁହେ, ଭଲ ରୁହେ ପରିବେଶ, ତାଙ୍କର ନିଜ ଅଗ୍ରଗତିରେ ବହୁତ ସାହାଯ୍ୟ ହେବ। ଏଇ କଥାଟା ଘଟିବା ପାଇଁ ଅଧିକରୁ ଅଧିକ ଆତ୍ମାମାନେ ଆସୁଛନ୍ତି, ଯେଉଁମାନେ ଅଲଗା ଧାରାରେ ଧୀରେ ଧୀରେ ବୁଝିବେ, ଜାଣିବେ, ଠିକ୍ କରିବେ। ଇଏ କମ୍ କଥା ନୁହେଁ। ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମା ଶ୍ରୀମନ୍ଦଙ୍କ ଫଟୋ ରହିଛି। ଏଇଟା ରିଲିଜିୟସ୍, ମୁଁ ଜମା ରିଲିଜିଅନ୍ ପଏଣ୍ଟ ଅଫ୍ ଭ୍ୟୁ କହୁନି, ଧାର୍ମିକ ମନୋଭାବ ପ୍ରଶ୍ନ ଉଠିନି। ଇଟ୍ ଇଜ୍ ଗୋଟେ କଂକ୍ରିଟ୍ ଫିଲିଂ ଯେ ମା ଶ୍ରୀମନ୍ଦଙ୍କ ଫଟୋ ରହିଛି, କଥାବାର୍ତ୍ତା ହେଉଛନ୍ତି ମାଙ୍କ ଶ୍ରୀମନ୍ଦଙ୍କ ବିଷୟରେ, ଚିନ୍ତା ବି କରୁଛନ୍ତି ମାଙ୍କ ବିଷୟରେ, ଯେମିତି ହଉ ପଛେ। ଏଇଟା 100 ବର୍ଷ ତଳେ ସମ୍ଭବ ନଥିଲା, ଏଇଟା 50 ବର୍ଷ ତଳେ ସମ୍ଭବ ନଥିଲା, ଯେଉଁ କାର୍ଯ୍ୟଟା ବର୍ତ୍ତମାନ ହେଉଛି।
ଏବଂ ମାନସମାନଙ୍କୁ ଜାଣିବା, ତାଙ୍କ କଥା ଶୁଣିବା ଆଉ ତା ଭିତରେ ନିଜ ଭିତରେ ଗୋଟେ ଇନର ଷ୍ଟ୍ରେଂଥ ବଢ଼ାଏ ଏସବୁ ବିଷୟ। ଏଇ ଏନିହାଉ ଆମେ ସନ୍ତୋଷ ଲାଭ କରୁନୁ କାରଣ ଆମ ଆଖି ବହୁତ ଦୂରରେ ରହିଛି। ଆମେ ବହୁତ ବଡ଼ କଥା ଚିନ୍ତା କରୁଛୁ। ତେଣୁ ଏଇଟା ଆମକୁ ଇନସଫିସିଏଣ୍ଟ ଲାଗୁଛି। ଆମେ ଭାବୁଛୁ ଯେ ସବୁ ନଷ୍ଟ କିଛି ହେଇନି। ଗୋଟେ ପ୍ରିପାରେସନ୍ ଚାଲିଛି, ଗୋଟେ ପ୍ରସ୍ତୁତି ଚାଲିଛି ଏକ ବହୁତ ବଡ଼ ପଦକ୍ଷେପ ନେବା ପାଇଁ। ଏନିହାଉ ଆମେ ପଢ଼ିବା। Aham. For the most vital part of nature is the reign of life forces, the power of disease and age and death, of strife and greed and loss. All the instincts of the brute in man, all the dark abnormal forces, forces of ignorance that form the very groundwork of man's nature and his society. ବହୁ ଜନ୍ମର ବହୁ ଜନ୍ମର ଘଟଣା କ'ଣ ହେଇଛି ନା ଆମ ଜୀବନ ଭିତରେ ଦେଖାଯାଉଛି। ଆମେ ଗୋଟେ ଏଇଟା ହେଉଛି ରିଅଲ ସିକ୍ରେଟ୍ ଅଫ୍ ଦି ୱାର୍କ। କ'ଣ ଜିନିଷଟା ଆମେ ଯୋଉକୁ ତଡ଼ିବାକୁ ଚେଷ୍ଟା କରୁଛନ୍ତି ଯେ ଚେତନାରୁ, ସେଇଟା ଆମ ବ୍ୟକ୍ତିଗତ ବସ୍ତୁ ନୁହେଁ, ସେଇଟା ସାମୂହିକ ବସ୍ତୁ ଆମ ଭିତରେ ପ୍ରକାଶ ପାଇଛି। ଯେପର୍ଯ୍ୟନ୍ତ ସାମୂହିକ ଭାବରେ ଜିନିଷ ପରିବର୍ତ୍ତନ ନ ହେଇଛି ସେ ପର୍ଯ୍ୟନ୍ତ ଇଏ ମଧ୍ୟ ପୂର୍ଣ୍ଣ ପରିବର୍ତ୍ତନ ହେବନି। ତେଣୁ ଆମେ ଫାଇଟ୍ ଆଉଟ୍ ଯେତେବେଳେ ମୁଁ ଗୋଟେ କୌଣସି ଅଗ୍ଲି ଥଟ୍ ଅଗ୍ଲି ଫିଲିଂ ଆସୁଛି ମୁଁ ତାକୁ ଦୂର କରିଦେଉଛି। ଆଇ ଏମ୍ ମାନେ ଫାଇଟିଂ ଇନ୍ ଦ କଲେକ୍ଟିଭିଟି। ଗୋଟେ ବିଶାଳ ବସ୍ତୁ ଭିତରେ ମୁଁ ନିଜେ ରହିଛି ଏବଂ ମୁଁ ସେଇ ଅନୁସାରେ କାର୍ଯ୍ୟ କରୁଛି। ଏ ହେଉଛି କମ୍ କଥା ନୁହେଁ। ମୋର ନିଜର ଛୋଟ ଛୋଟ ଭିକ୍ଟ୍ରି, ମୋର ମନକୁ ଇଚ୍ଛା ହେଉଛି କଲମଟା ନେଇ ପଳେଇବି, ମୋର ଇଚ୍ଛା ହେଉଛି ଆଉ କ'ଣ ଗୋଟେ ନ ଖାଇବା କଥା ମୁଁ ଖାଇଦେବି ବୋଲି, ମୁଁ ତାପରେ କଣ୍ଟ୍ରୋଲ କରୁଛି ନା ମୁଁ ଖାଇବିନି, ନା ମୁଁ ଏମିତି ପଇସା ନେବିନି, କଲମ ନେବିନି, ମୁଁ ବ୍ୟବହାର ଠିକ୍ କରିବି। ମୁଁ ରଫ୍ ରୁଡ୍ କଥାବାର୍ତ୍ତା ମୁଁ ମୋର ବାହାରି ପଡ଼ୁଛି। ମୁଁ କହୁଛି ନା ମୁଁ ଏମିତି କହିବିନି। ଏଇଟା ଗୋଟେ ବ୍ୟକ୍ତିଗତ ବିଜୟ ନୁହେଁ, ଇଟ୍ ଇଜ୍ ଏ ଭିକ୍ଟ୍ରି ଅଫ୍ ଦି କଲେକ୍ଟିଭିଟି। ମା ଭଗବତୀଙ୍କର ବିଜୟ ଏଇଟା। ଏ କମ୍ କଥା ନୁହେଁ ମା ଭଗବତୀଙ୍କ ବିଜୟ। ମଦର୍ସ ଭିକ୍ଟ୍ରି ଇଜ୍ ଏସେନ୍ସିଆଲି ଦି ଭିକ୍ଟ୍ରି ଅଫ୍ ଇଜ୍ ସାଧକ ଓଭର ହିମସେଲ୍ଫ। ମାଙ୍କର ବିଜୟ ହେଲା ମୂଳତଃ ପ୍ରତ୍ୟେକ ସାଧକର ନିଜ ଉପରେ ବିଜୟ। କାହିଁକି ନା ଆମ ଭିତରେ ଯେଉଁ ଇମ୍ପଲ୍ସନ୍ ଆସୁଛି ଯେ ନା ମୁଁ ଏମିତି ହେବିନି, ମୁଁ ଏମିତି ହେବିନି, ମୁଁ ଠିକ୍ କହିବି, ଭୁଲ ହେଇଗଲା ହେଇଗଲା, ଇଏ ହେଉଛି ମାଙ୍କ ପ୍ରେଜେନ୍ସ ନିଜ ଭିତରେ। ମାଙ୍କ ପ୍ରେଜେନ୍ସ ସକାଶେ ଏମିତି ଚିନ୍ତା ଆସୁଛି ଯେ ନା ଏଇଟା ଭୁଲ ହେଇଗଲା, ଏମିତି କରିବିନି, ଏ ବାଟେ ଯିବାଟା ଉଚିତ ନୁହେଁ, ମୁଁ ଚାଲିଗଲି, ଆଉ ଏମିତି ଯିବିନି। ଏ କଥା କେଉଁଠୁ ଆସୁଛି? ଏଇ ସିଦ୍ଧାନ୍ତ ମାଙ୍କ ଉପସ୍ଥିତିରୁ ଆସୁଛି। ନିଜ ଭିତରେ ଥିବା ମାଙ୍କ ଯେଉଁ ଉପସ୍ଥିତି ଅଛି, ତାଙ୍କ କରୁଣା, ତାଙ୍କ କୃପା ଫଳରେ ଏସବୁ ଜିନିଷ ଉପରେ ବିଜୟ ହାସଲ କରିବାର ଇଚ୍ଛା ଆସୁଛି। ଇଏ କମ୍ କଥା ନୁହେଁ। ତେଣୁ ପ୍ରକୃତି ସାଧାରଣ ଭାବରେ କେଉଁଥିରେ ରହିଛି? ନିଜ ଭିତରେ ଯାହା କିଛି ଅସତ୍ୟ, ଅଶୁଭ, ଡାର୍କ ଫୋର୍ସ, ଯେଉଁ ଗୁଡ଼ାକ ଅନ୍ଧକାର ଶକ୍ତି ସବୁ ରହିଛି, ଅଜ୍ଞାନତାର ଶକ୍ତି ରହିଛି, ଏସବୁ ହେଉଛି ଗ୍ରାଉଣ୍ଡ ୱାର୍କ ଅଫ୍ ମ୍ୟାନ୍ସ ନେଚର ଆଣ୍ଡ ସୋସାଇଟି। ମଣିଷ ସମାଜ ଭିତରେ ଏସବୁ ରହିଛି। ଏ ଗୋଟିଏ କ୍ୱେଶ୍ଚିନ୍ଟା ଆସୁଛି, ସେ କ୍ୱେଶ୍ଚିନ୍ ହେଉଛି, ସେ କ୍ୱେଶ୍ଚିନ୍ ଏ ହେଉଛି ଆନ୍ସର ଯେ ମୋର ଛୋଟ ଛୋଟ ଭିକ୍ଟ୍ରି ହାଉ ଇଟ୍ ୱିଲ୍ କଣ୍ଟ୍ରିବ୍ୟୁଟ୍ ଟୁ ଦ ଟ୍ରାନ୍ସଫର୍ମେସନ୍ ଅଫ୍ ଦି ୱାର୍ଲଡ। ମୋର ଯେଉଁ ଛୋଟ ଛୋଟ ଭିକ୍ଟ୍ରି, ମୁଁ ଏହା କରିବାକୁ ଚାହୁଁନି, ତା କରିବାକୁ ଚାହୁଁନି, ବା ଏହା ମୁଁ ବର୍ତ୍ତମାନ ଶାନ୍ତ ରହିବି, ମୁଁ ରାଗିବିନି ଜମା, ମୁଁ କହିବିନି ଏଣୁ ତେଣୁ କଥା, ମୁଁ ଡିସାଇଡ୍ କରୁଛି ଏବଂ ମୁଁ ଟ୍ରାଏ ଟୁ ଫଲୋ ଇଟ୍। এইটা କଲେକ୍ଟିଭ୍ ଲାଇଫ୍ରେ ହେଲ୍ପ କରୁଛି କି? ନିଶ୍ଚୟ ହେଲ୍ପ କରୁଛି। ଆମେ ଜାଣିନୁ ୱି ବିକମ୍ ଇନଷ୍ଟ୍ରୁମେଣ୍ଟ ଅଫ୍ ଦି ହାୟର ଫୋର୍ସେସ୍। ଯେତେବେଳେ ଆମେ ଅଜାଣତରେ ଆମେ କହୁଛୁ ଯେ ଏହା ମୁଁ କରିବିନି, ତା ମୁଁ କରିବିନି, ଆମ ଅଜାଣତରେ ଆମେ ଉଚ୍ଚତର ଶକ୍ତିର ଯନ୍ତ୍ର ହେଇଯାଉଛୁ। ମହାନ ଶକ୍ତିର ପ୍ରେରଣା ଦ୍ୱାରା ଆମ ଭିତରେ ସିଦ୍ଧାନ୍ତ ଆସୁଛି। ସୋ ଇଟ୍ ଇଜ୍ ଏ ଗ୍ରେଟ୍ ୱାର୍କ। ତାପରେ and then as we rise next to the world of the mind, we find a twilight region where falsehood masquerades as truth, whereas prejudice over realities, where notions as ideals. ଧୀରେ 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 ଯେତେବେଳେ ମୁଁ ଉପରକୁ ଉଠିବି, ସେତେବେଳେ ଦେଖାଯିବ ଯେ କେମିତି ଭାବରେ ଧୀରେ ଧୀରେ ମୋର ଶକ୍ତି ସାହସ ବଢ଼ିବାର ଆରମ୍ଭ କରୁଛି ଏବଂ ଶକ୍ତି ସାହସ ଯେଉଁ ବଢ଼ୁଛି, ଏହା ଫଳରେ ଏକ ବିଶାଳ କାର୍ଯ୍ୟ ମଧ୍ୟ ହେଉଛି। This is the present nature of man, which is threefold nexus of mind, life and body that stands there to be fought and conquered. मन प्राण शरीर जो अवस्था को आमको देखी दिया होची। आमे कौन होची कार्य गोटे विधि रही, से विधि से आम कनसीयस होची जे मोर भूल होची कि या पूर्व अवस्था होची मोर केबे भूल नहीं, मोर जदि किसी असुविधा होची मोर नुहे, मु करिनी,
ଅନ୍ୟମାନଙ୍କ ଅସୁବିଧାଟା ମୋ ପାଖକୁ ଆସିଛି, ମୁଁ ମୋର କିଛି ନାହିଁ, ମୁଁ ଏ ହେଉଛି ଫାଷ୍ଟ ରିଆକ୍ସନ୍। ତା ଉପରେ ଆସୁଛି ଯେ ନା ଆଇ ହାଭ୍ ଟୁ ଡୁ ଇଟ୍। ଦିସ୍ ଇଜ୍ ଦ ଇନଫିରିୟର ନେଚର of which the ancient spoke, that holds man down into a lower dharma, imperfect mode of life, the life that is and has been the human order till today. ଆମେ ସାଧାରଣ ଅବସ୍ଥାକୁ ଟାଣି ହେଇ ଆସୁଛୁ ସାଧାରଣ ଭାବରେ, ଇନଫିରିୟର ନେଚର ଆମ ଅଶୁଦ୍ଧ ଅବସ୍ଥା ରହିଛି। ଏଇଟା କ'ଣ ହେଉଛି, ଲୋଅର ଧର୍ମ, ଇମ୍ପରଫେକ୍ଟ ମୋଡ୍ ଅଫ୍ ଲାଇଫ୍, ଏ ହେଉଛି ନିମ୍ନ ପ୍ରବୃତ୍ତି, ଜୀବନର ହେଉଛି ଆଉ ଏକ ଦିଗ, ଯାହା ଏପର୍ଯ୍ୟନ୍ତ ଟିଲ୍ ଟୁଡେ ଏପର୍ଯ୍ୟନ୍ତ ଆମକୁ ଅଧିକାର କରି ରଖିଛି। नो अमाउंट ऑफ सीजलेस एक्शन, जो विषयटा पचरा जीव से विषय हूँ आउ एक विषय, से विषय हूँ जिते साधु सन्यासी सन्थ अच्छा से कौन कंकर करना, ये हूँ विषय। ये विषय सीधा उत्तर दवा डिफिकल्ट, किंतु जान रखा पड़ो। मु कौन कर मो चारिपटे गोटे घोड़ीगला घोड़ी फल मु शीतरू रक्षा कर, शीत दिन ता माने शीत दिन चल जाइनी, मु जो घोड़ीगलाटा घोड़ी से मत शीत होनी, कारण घोड़ीगलाटा मु घोड़ी रही, किंतु ता माने शीत चल जाइनी, शीत अच्छी घोड़ीगला काटे तो शीत पहुँचे, अन्य लोक मैंने शीत सफर कर घोड़ीगला नहीं। यही हूँ डिफरेन्स, जे अन्य विभिन्न उपाय रही जहाँ फल कौन कराई ना असुविधा गुड़िक टेम्पररी दूर कर दिखाई पारे किसी परिमाण रे, किंतु कहीं भी जन व्यक्ति थे मु महाराज जी को विषय कंप्लेन कली, मुझे महाराज सी मो से कथबार्ता करना, आजिकल मो से तो करना, तुम से कौन कर महाराज मत बुझे घटना, से कहले जे ये जिन ठीक तौल को चाहिए ये करवा चाहिए डांटे जो शरीर रूपांतर आरंभ हो, सब किसी कम जिते शरीर रूपांतर आरंभ हम से जड़े शरीर फिलिंग भितर को जावाक पड़ो, एवं इठी जप अनिर्वार्य एकदम, आ द्वितीय उपाय किसी ना। कहले नो अमाउंट ऑफ सीजलेस एक्शन हाउएवर सेल्फलेस डन, कार्य जिते स्वार्थहीन भाव कर कहीं कैन मूव दिस व्हील ऑफ नेचर इवन बाय हेयर्स ब्रेथ अवे फ्रॉम द पाथ दैट इट हैज कार्व्ड आउट फ्रॉम द ओल्ड। जिते स्वार्थहीन जिते शुद्ध काम कले तमें मुंड बाड़ बंका बंका कर पार, जो भाव कार्य चली अज्ञानता अशांतिर असुविधार ताकू किसी करहबनी। ह्यूमन नेचर एंड ह्यूमन सोसाइटी हैव बीन बिल्ट अप एंड रन बाय द फोर्सेस ऑफ द इंफीरियर नेचर। मनीष मनीषर शक्ति कार्य सब चली मनीष समाजर यही निम्न प्रकृति तुच्छ प्रकृति द्वारा परिपूर्ण होकर रही। एंड व्हाट एवर सफलिंग रिसफलिंग वी मे मेक इन इट्स अपरेंट फैक्टर्स and element, the general scheme and fundamental form of life will never change. तुम्हें जिते जहाँ कर एटा परिवर्तन होको जाऊनी, ए विषय निश्चित था जिते जहाँ कले परिवर्तन होनी। To displace earth and to conquer nature means nothing less than that, and give it to another orbit, one must find a fulcrum outside the earth. कोई सोसाइटी बाहर आसवा या आउ एक रंग देवा आउ एक असुविधा करवा ताने पृथ्वी बाहर किसी एक वस्तु आश्रय नवा जोटा हुए प्राय केमती ना आउ एक कथा जे मु जो विख्यात कथा कहानी से विख्यात कहानी हूँ दुर्वासा आसी पहुँची गले हम जानते दुर्वासा कहानी गोपपुर दुर्वासा आसी पहुँचले आ दुर्वासा केमती शांत लोक जना अच्छे केमती ऋषि जी एमती कृष्ण को देखिले कृष्ण चाहिए कृष्ण तो हसबार एक्सपर्ट हसदे दुर्वासा आगे कहले तुमर आज सिक्रेट समस्त कहीदे कृष्ण कहीं जानते तुम सिक्रेट समस्त कहीदे कृष्ण कहले तुम्हें कहले कौन हम किए के बुझ से मो हाथ अच्छे समस्ते ऋषि मैंने गोप बालक गोपी गोपी सब पड़े आसले पचारे दुर्वासा को महाराज कहतु कंसर माने असुविधा आम केमती मुक्ति पाइब
ये कहले पृष्ठକୁ ଚାହିଁକି ହସିକି ଦୁର୍ବାସା କହିଲେ, କହିବି ବର୍ତ୍ତମାନ କହିବି ତୁମ ବିଷୟ। କହିଲେ କୁହ। ସେ କହିଲେ ଯୋଉଦିନ ତମ ଭିତରେ ଥିବା ଗୋଟେ ପିଲା ଗୋଟେ ପର୍ବତକୁ ଟେକି ଧରିବ, ଗୋଟେ ପାହାଡ଼କୁ ଆଙ୍ଗୁଠି ଟେକି ଧରିବ, ସେଇଦିନ ଜାଣିବ ଯେ କଂସର ଶେଷ ସମୟ ଆସିଗଲା। ସେଇଥିରୁ ତ ଯେମିତି କହିସାରିଲେ ସମସ୍ତେ କଥାବାର୍ତ୍ତା ହେଲେ। ହଁ, ଗୋଟେ ଗ୍ରୁପ କଥାବାର୍ତ୍ତା ହେଲେ। କହିଲେ ଦୁର୍ବାସା କ'ଣ କହିଲେ, ମିଷ୍ଟିରିୟସ୍ ଲାଙ୍ଗୁଏଜରେ କହିଲେ, ଗୋଟେ ପିଲାଟେ ଗୋଟେ ପାହାଡ଼କୁ ଟେକିକି ଧରିବ ଆଙ୍ଗୁଠିରେ, ଏଇ ଅସମ୍ଭବ। କଂସ ଅବସ୍ଥା ମଧ୍ୟ ଅସମ୍ଭବ। କଂସ କେବେ ଦୂର ହବନି। ଗୋଟେ ପାହାଡ଼କୁ ପିଲାଟେ ଟେକି ଧରିବ ଯେମିତି ଅସମ୍ଭବ, କଂସର ରାଜ୍ୟ ଦୂର ହବନି, ଏ ବି ସେମିତି ଅସମ୍ଭବ। ନିଶ୍ଚୟ କଂସ ରାଜ୍ୟ ଦୂର ହବନି, ଆଉ କାରଣ ପିଲାଟେ ପାହାଡ଼ ଟେକି ପାରିବନି। ଏ ହେଲେ ଗୋଟେ ଗ୍ରୁପ। ସେକେଣ୍ଡ ଗ୍ରୁପ ଆସିଲେ। ସେକେଣ୍ଡ ଗ୍ରୁପ କହିଲେ ଇଏ ଅଲଗା କଥା କହୁଛନ୍ତି। ନା କ'ଣ? ନା ଗୋଟେ ପିଲାଟେ ପାହାଡ଼କୁ ଟେକି ଧରିବ। ଏ ଋଷି ଦୁର୍ବାସା କ'ଣ ଏଇଠିକାର ଗୋପପୁରର? ସେ ପୃଥିବୀ ବାହାରେ ବି ବହୁତ ଜାଗା ବୁଲିଛନ୍ତି। ସେ ଦୁର୍ବାସା କହିବାର ଅର୍ଥ ହେଉଛି ଗୋଟେ ପିଲାଟେ ପାହାଡ଼କୁ ଟେକି ଧରିବ, ଏଇଟା ଅନ୍ୟ କେଉଁ ଲୋକରେ ସମ୍ଭବ, ଏ ପୃଥିବୀରେ ନୁହେଁ, ଏଇ ଜାଗାରେ ନୁହେଁ। ତେଣୁ ସେଇ ଜାଗାକୁ ଚାଲିଗଲେ କଂସର ପ୍ରାଦୁର୍ଭାବ ଆଉ ରହିବନି। ଯଦି ସେଇ ଜାଗାକୁ ଆମେ ଚାଲିଯିବା, ଯେଉଁ ଜାଗାରେ ପିଲାଟେ ପାହାଡ଼ଟେ ଟେକି ଧରୁଥିବ, ସେଇ ଜାଗାଟା ହେଉଛି କଂସ ରାଜତ୍ୱରୁ ମୁକ୍ତି। ତେଣୁ ଏ ଲୋକରେ ନୁହେଁ ସଲ୍ୟୁସନ୍ ଅନ୍ୟ କେଉଁ ଲୋକରେ। ଇଏ ହେଲେ ସେକେଣ୍ଡ ବ୍ୟାଚ୍। ଥାର୍ଡ଼ ବ୍ୟାଚ୍ କହିଲେ, ଥାର୍ଡ଼ ବ୍ୟାଚ୍ରେ ପିଲାମାନେ ଥିଲେ, ୟଙ୍ଗ ଚିଲଡ୍ରେନ୍। ଘରକୁ ଆସିଲେ, ତାଙ୍କ ମାଆକୁ କହିଲେ, ମା ଆଜି ଟିକେ ବେଶୀ ଲହୁଣୀ ଖାଇବାକୁ ଦିଅ। ନା କାହିଁକି? ନା ଆମ ଭିତରୁ କିଏ ଗୋଟେ ପିଲା ନିଶ୍ଚୟ ପାହାଡ଼ ଟେକିବ। ଦୁର୍ବାସା କହିଛନ୍ତି। ଏଇ ହେଉଛି ଦି ୱେ ଆପ୍ରୋଚ୍ ଟୁୱାର୍ଡସ୍ ଲାଇଫ୍। କେତେକ କହିବେ ଯେ ଏଠି ଅସମ୍ଭବ, ଏଠି ଦୁଃଖ କଷ୍ଟ ଯନ୍ତ୍ରଣା ହେଉଛି ନର୍ମାଲ ଅବସ୍ଥା, ତେଣୁ ଏଠୁ ବାହାରି ଯିବା ଚିନ୍ତା କରିବା ସମ୍ଭବ ନୁହେଁ। ସେକେଣ୍ଡ କହୁଛନ୍ତି ହଁ ସମ୍ଭବ, ଏ ଲୋକରେ ନୁହେଁ, ପୃଥିବୀରେ ନୁହେଁ, ଅନ୍ୟ କେଉଁ ସ୍ୱର୍ଗରେ, ବୈକୁଣ୍ଠରେ, ଅନ୍ୟାନ୍ୟ ଜାଗାରେ, କୈଳାସରେ, ଏ ଜାଗାରେ ପୃଥିବୀର ବାତାବରଣ ସେଠି ପହଞ୍ଚୁନି, ସାଧାରଣ ଜୀବନର ବାତାବରଣ ପହଞ୍ଚୁନି। ତେଣୁ ସେଠି ଆମେ ଯଦି ଚାଲିଯିବା, ପୃଥିବୀର ଅସୁବିଧା ଆମକୁ ସ୍ପର୍ଶ କରିବନି। ଥାର୍ଡ଼ କହୁଛନ୍ତି ଯେ ଏଇ ଜାଗାରେ ଇହେଇବ ଅର୍ଥ ହେଉଛି ଏଇ ଜାଗାରେ ହିଁ ଏଇଟା ସମ୍ଭବପର ହେବ, ଏଇଟା ସମ୍ଭବପର ହେବ ଏଇ ଜାଗାରେ, କେବଳ ଅନ୍ୟ କେଉଁଠି ଜାଗାରେ ଏଠି ସମ୍ଭବପର ହେବନି। ତେଣୁ ଶ୍ରୀଅରବିନ୍ଦ ସେୟା କହିବାକୁ ଆରମ୍ଭ କରୁଛନ୍ତି। ଶ୍ରୀଅରବିନ୍ଦ ଡଜ୍ ନଟ୍ ପ୍ରିଚ୍ ଫ୍ଲାଇଟ୍ ଫ୍ରମ୍ ଲାଇଫ୍ ଆଣ୍ଡ ଏ ରିଟ୍ରିଟ୍ ଇନ୍ ସାଇଲେଣ୍ଟ ଆଣ୍ଡ ପାସିଭ୍ ଇନଫାଇନାଇଟ୍। ନୈର୍ବ୍ୟକ୍ତିକ ବ୍ରହ୍ମ ବା ସ୍ଥିର ଅବସ୍ଥାକୁ ପଳେଇ ଯିବାକୁ ଶ୍ରୀଅରବିନ୍ଦ କହୁନାହାନ୍ତି। ଦି ଗୋଲ୍ ଅଫ୍ ଲାଇଫ୍ ଇଜ୍ ନଟ୍ ଇନ୍ ହିଜ୍ ଭ୍ୟୁ ଦି ଏକ୍ସଟିଂକ୍ସନ୍ ଅଫ୍ ଲାଇଫ୍। ଜୀବନର ଲକ୍ଷ୍ୟ ଜୀବନକୁ ପ୍ରତ୍ୟାଖ୍ୟାନ କରିକରି ନୁହେଁ। Neither is he satisfied on that account to hold that life is best lived in the ordinary round of unrelated dharma। ତା ମାନେ ସେ କହୁନାହାନ୍ତି ସାଧାରଣ ମନ ପ୍ରାଣ ଶରୀରର ଅବସ୍ଥା ନେଇକି ପେଶି ଚଳିବା ପାଇଁ। If the first is a blind alley, second is a vicious circle, both lead nowhere। ପ୍ରଥମ କଥା ହେଉଛି ଯେ ଅନ୍ଧ ଭାବରେ ଜୀବନଯାପନ କରିବା, ଦ୍ୱିତୀୟ କଥା ହେଉଛି ଏଇଥିରେ ପଡ଼ିକି ରହିବା, ଏଠୁ ବାହାରିକି ଯିବା ନୁହେଁ। ହୁଏତ ଜଣେ ଏଠୁ ବାହାରିକି ଚାଲି ଯାଇପାରେ, କିନ୍ତୁ ବାହାରକୁ ଚାଲିଗଲେ ଜୀବନର ସମସ୍ୟାର ସମାଧାନ ହେବନି। ଯଦି ଶ୍ରୀଅରବିନ୍ଦ ହ୍ୟୁମାନ୍ ସାଇକେଲରେ ବର୍ଣ୍ଣନା କରୁଛନ୍ତି, ଯଦି ବାହାରକୁ ଯିବା ସମାଧାନ ହେଉଥାନ୍ତା, ଏଠି କିଛି ଉଦ୍ଦେଶ୍ୟ ନଥାନ୍ତା, ଆତ୍ମା କାହିଁକି ଏଠି ଜନ୍ମ ନେଲା? ଯଦି ଆତ୍ମା ଏଠି ଜନ୍ମ ନେଲା, ତା ଅର୍ଥ ହେଉଛି ଏଠି କିଛି କାମ କରିବାକୁ ପଡ଼ିବ, ଏଇ ସକାଶେ ଜନ୍ମ ନେଲା। କିନ୍ତୁ ଯଦି ଆସିଲା ଫେରିଯିବା ସକାଶେ, ଆସୁଥିଲା କାହିଁକି?